ପିହୁର ବର୍ତ୍ତମାନ ପରିସ୍ଥିତି କୋଉଠି ଅବସ୍ଥିତି କୋଉଠି ସବୁ ସତ୍ୟାସତ କ୍ରାଇମବ୍ରାଞ୍ଚକୁ ଦେଲେ ହିଁ ଧରା ପଡିବ। ରାଜନୈତିକ ପୃଷ୍ଠପୋଷକ ନଥାଏ କିଏ କରିବ? ବିନା ରାଜନୈତିକ ପୃଷ୍ଠପୋଷକରେ ସମ୍ଭବ ନୁହଁ। ତେଣୁ ସବୁ ଆଙ୍ଗେଲ ତଦନ୍ତ କରିବା ପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଡିମାଣ୍ଡ କରୁଛୁ। ଦେଖନ୍ତୁ ମାନେ ପିହୁ ଘଟଣା ମାନେ ରାଜ୍ୟର ନୁହଁ ଦେଶର ଗୋଟେ ଚର୍ଚ୍ଚିତ ଘଟଣା। ଗୋଟେ ଛୋଟ ପିଲାଟା ତାକୁ ହଜେଇ ଦିଆହେଇଛି, ତାକୁ ଚୋରି କରାହେଇଛି ଏବଂ ତାକୁ ହଜେଇ ଦିଆହେଇଛି ଏବଂ ତାପରେ ପ୍ରଶାସନ ପୂର୍ବତନ ସରକାର ପୁରା ସ୍ଥାଣୁ କୌଣସି ଆକ୍ସନ୍ ନିଆଯାଇନି। ଆମେ ମଧ୍ୟ ଦେଖିଲୁ ବହୁତ ଟେକ୍ନିକାଲ ଫଲ୍ଟରେ ଇଣ୍ଟେଲିଜେଣ୍ଟଲି ତାପରେ ପ୍ରେସର ପକା ହେଇକି ତାପରେ କୌଣସି ଆକ୍ସନ୍ ନିଆଯାଉନି। ତେଣୁ ସେଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ଦେଖା କଲି। ଆଗରୁ ଚେଷ୍ଟା କରୁଥିଲୁ କିଛି ସମାଧାନ ହେବ ବୋଲି, ବାଟ ଫିଟୁନାହିଁ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲି। ମୋ ସାଙ୍ଗରେ ମଧ୍ୟ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମହୋଦୟ ଥିଲେ ଏବଂ ଯାଇକି ଆମେ ଡିମାଣ୍ଡ କଲୁ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ପ୍ରେଜେଣ୍ଟ ଥିଲେ ଆମର ମାନ୍ୟବର ମନ୍ତ୍ରୀ। ଆମେ ଡିମାଣ୍ଡ କରୁଛୁ ପିହୁର ବର୍ତ୍ତମାନ ପରିସ୍ଥିତି କୋଉଠି ଅବସ୍ଥିତି କୋଉଠି ସବୁ ସତ୍ୟାସତ କ୍ରାଇମବ୍ରାଞ୍ଚକୁ ଦେଲେ ହିଁ ଧରା ପଡିବ। ବର୍ତ୍ତମାନ ଅବସ୍ଥା କ'ଣ ଅଛି, ସେ କୋଉଠି ଅଛି, କ'ଣ ତାକୁ ପୁଙ୍ଖାନୁପୁଙ୍ଖ ତଥ୍ୟ ଉପରେ ଆଧାର କରାଯାଉ ଏବଂ ସେ ସମୟରେ ଯୋଉ ପୋଲିସ ଅଫିସର କି ଯୋଉ ଅଫିସର ମାନେ ତାଙ୍କୁ ସୁରକ୍ଷା ଦେଇକି ପିହୁକୁ ମାନେ ଚଞ୍ଚକତା କରି ତାର ତଦନ୍ତକୁ ସପ୍ରେସ୍ କରାଯାଇଛି ସେଟା ମଧ୍ୟ ଲୋକଲୋଚନକୁ ଆସିବା ଉଚିତ। ଏହା ଆମେ ଡିମାଣ୍ଡ କରୁଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ କାଲି ଦେଖା କରିକି ଡିମାଣ୍ଡ କରୁଛୁ। ହଁ ନିଶ୍ଚୟ ସିଏ ବହୁତ ନେଗ୍ଲିଜେନ୍ସ ମୁଁ ଦେଖିଲି। ସେ ଏଫଆଇଆର ରେ ଯୋଉ ଦିଆହେଇଛି ତାକୁ ମଧ୍ୟ ଚଞ୍ଚକତା କରି ଟାମ୍ପରିଂ କରାଯାଇଛି, ଡେଟ୍ ମାନେ ଅନ୍ୟ ଟାମ୍ପରିଂ କରାଯାଇଛି। ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ତାପରେ ଦୃଢ କାର୍ଯ୍ୟାନୁଷ୍ଠାନ ଆମେ ଦାବି କରୁଛୁ। ରାଜନୈତିକ ପୃଷ୍ଠପୋଷକ ନଥାଏ କିଏ କରିବ? ବିନା ରାଜନୈତିକ ପୃଷ୍ଠପୋଷକରେ ସମ୍ଭବ ନୁହଁ। ତେଣୁ ସବୁ ଆଙ୍ଗେଲ ତଦନ୍ତ କରିବା ପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଡିମାଣ୍ଡ କରୁଛୁ। କୋଉ ରାଜନୈତିକ ବ୍ୟକ୍ତି ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ବୋଲି ଆପଣଙ୍କୁ ଲାଗୁଛି? କାରଣ ତଦନ୍ତ କଲେ ଜଣା ପଡିବ, କ୍ରାଇମ ବ୍ରାଞ୍ଚ ତଦନ୍ତ କଲେ ଜଣା ପଡିବ ଯୋଉ ରାଜନୈତିକ ବ୍ୟକ୍ତିମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ନିଶ୍ଚୟ ଜଣା ପଡିବେ ଏବଂ ପିହୁର ଅବସ୍ଥାନ ବର୍ତ୍ତମାନ କୋଉଠି ମଧ୍ୟ ସେ ଜଣା ପଡିବ। ନିଖୋଜ ତ ଆମେ ପ୍ରଥମେ ଭାବୁଥିଲୁ, କିନ୍ତୁ ସନ୍ଦେହ ଦୃଢୀଭୂତ ହଉଛି ଯେତେବେଳେ ଗୋଟେ କେତେ ଜଣ ବ୍ୟକ୍ତି ଏଥିରେ ଇନଭଲ୍ଭ ଅଛନ୍ତି। ଆମେ ଭାବୁଛୁ ଯାହା ଗେସ୍ କରୁଛୁ ତାକୁ ନିଖୋଜ ନାହିଁ, ତାକୁ କୋଉଠି ଲୁଚା ହେଇକି ରଖା ହେଇଛି। ତେଣୁ ସେଟା ଲୋକଲୋଚନକୁ ଆସିବା ଦରକାର। ଦୃଢ କାର୍ଯ୍ୟାନୁଷ୍ଠାନ ଯୋଉ ରାଜନୈତିକ ବ୍ୟକ୍ତି ଉପରେ ହଉ କିମ୍ବା ଅଧିକାରୀ ହଉ ଦୃଢ କାର୍ଯ୍ୟାନୁଷ୍ଠାନ ସେଇଟା ତଦନ୍ତ ପରେ ଜଣା ପଡିବ। ଆମେ ସେ ଭାବୁଛୁ ଅପହରଣ ବୋଲି ଗେସ୍ କରୁଛୁ, କିନ୍ତୁ ତଦନ୍ତ କଲେ ଜଣା ପଡିବ। ଆଜ୍ଞା, କେତେ ଦିନ ସୁଦ୍ଧା କ୍ରାଇମର ତଦନ୍ତ ଦେବେ ବୋଲି ଆପଣ ଭାବୁଛନ୍ତି? ମୁଖ୍ୟମନ୍ତ୍ରୀ କ'ଣ ଆପଣଙ୍କୁ ଆଶ୍ୟୁର କରିଛନ୍ତି କ୍ରାଇମର ଦିଆଯିବ? ହଁ, ସେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାନ୍ୟବର, ଆମେ ନେକ୍ସଟ ଟାଇମ ଦେଖା କଲେ ତାର ଡିଟେଲ ପୁଙ୍ଖାନୁପୁଙ୍ଖ ସେ ଜଣେଇବା। ତଥାପି କେତେ ଦିନ ଭିତରେ କ୍ରାଇମର ତଦନ୍ତ ହେଇଯିବ ବୋଲି ଆପଣଙ୍କୁ ଆଶା ଲାଗୁଛି? ନା ଆମେ ଭାବୁଛୁ ମାସେ ଭିତରେ ସାର୍ ଦେଇକି ପ୍ରିଲିମିନାରୀ କିଛି ହଉ, ତାପରେ ଦେଖିବା ଫର୍ଦର ନେକ୍ସଟ ମିଟିଂରେ ଆମେ କହିପାରିବୁ।